ଗତ ବର୍ଷ ଅଧିକା ମଞ୍ଜି ପଡ଼ିଯାଇଥିଲା ବୋଲିକି ଏତେ ଭଲ ଗାଜର ହେଇନଥିଲା। ତ ଗତ ବର୍ଷ ଅପେକ୍ଷା ଏଥରକ ମଞ୍ଜି ଗୁଡ଼ାକ ଛାଡ଼ି ଛାଡ଼ିକି ପକେଇଥିଲି ଆଉ ବହୁତ କମ୍ ପକେଇଥିଲି। ଯୋଉଥିପାଇଁ ଗାଜର ଗୁଡ଼ାକ ଭଲ ହେଇଛି ମାନେ ପୁରଷ୍ଟ ହେଇଛି। ଆଉ ଏଗୁଡ଼ାକ ଅଧିକା ଦିନ ରଖିଦେଲେ ନା ସାଇଡ଼ରୁ ଏମିତି ଚେର ବାହାରିଯାଏ। ଆଉ ଚେର ବାହାରିଗଲା ପରେ ସେଗୁଡ଼ାକ ମିଠାଂଶ କମିଯାଏ। ବାକି ମୋର ଗାଜର ପଟରେ ଦେଖିପାରୁଥିବେ ମାଟି କେତେ ଶୁଖିଲିଆ ରହୁଛି। ଏମିତି ମାଟିକୁ ମୁଁ ଶୁଖିଲିଆ ରଖୁଛି କାରଣ ପାଣି ଅଧିକା ଦେଇଥିଲି ଏଇଟା ସାଙ୍ଗେ ସାଙ୍ଗେ ଅଧା ଗାଜର ଭଲ ରହିବ ଅଧା ପଚି ଆଉ ଏଇ ସିଜନଟା ହିଁ ଆମକୁ ଗାଜର ଗଛ ପାଇଁ ଜଗିବାକୁ ସମୟ। ଆଉ ଏଇଟାରେ ଯଦି ଆପଣ ଛାଇରେ ପଟକୁ ରଖିବେ ନା ଜମା ଯେଉଁ ସାଇଡ଼ରୁ ଚେର ବାହାରେ ନା ସେଇଟା ଜମା ବାହାରିବନି କି ଗଛ ଏତେ ନଷ୍ଟ ହେବନି କି ଗାଜରର ଟେଷ୍ଟ ବି ମଧ୍ୟ ଡିଫରେଣ୍ଟ ଲାଗିବନି। ଆଉ ଯଦି ପଟଟା ଏମିତି ଖରାରେ ରହିବ ତ ସେମିତି ହିଁ ଚେର ବାହାରିକି ଗାଜର ଯେତିକି ମିଠା ଅଂଶ ସବୁ କମି ଯାଇଥାଏ। ଯେମିତି ପୁରା ଫସ୍କା ଲାଗେ ପାଟି। ପିଜୁଳି ତୋଳି ସାରିଲା ପରେ ଗାଜର ତୋଳି ଦେଇଥିଲେ। ତୋଳି ସାରିଲା ପରେ ମୋ ହାତ ଧରି ସାରିଲା ପରେ ତାପରେ ବାକି ହେଉଛି କିଛି ପିଆଜ ତୋଳିବା ପାଇଁ ଯାଇଥିଲେ। କାହିଁକିନା ପିଆଜ ଗୁଡ଼ାକ ଏମିତି ଟିକେ ସିଏ ହେଉଛି ଭାରି ଭଲ ପାଆନ୍ତି ପଖାଳ ସହିତ ଖାଇବା ପାଇଁ ନହେଲେ ଗରମ ଭାତ ସହିତ ଖାଇବା ପାଇଁ। ତ ମାଆ ଯେହେତୁ ପଖାଳ ଖାଉଥିଲେ ତାଙ୍କ ପାଇଁ ଦୁଇଟା ଉପାଡ଼ିକି ନେଇ ଆସିଲେ। ତ ହାତ ପୁରା